ମୋ ତରଫରୁ ଯାହା ହେଇପାରିଲା ମୋ ତରଫରୁ ମୁଁ ସାହାଯ୍ୟ କରିପାରିଲି। ଏବେ ବାକି ରହିଲା ଆପଣମାନଙ୍କ ତରଫରୁ। ଗଜପତି ଭାଇ ଆପଣ ସମସ୍ତଙ୍କୁ ସାହାଯ୍ୟ କରୁଛନ୍ତି, ମୋତେ ସାନ ଭାଇ ଭାବିକି ସାହାଯ୍ୟ କରନ୍ତୁ, ଦୟା କରନ୍ତୁ। 2 ବର୍ଷ ହେଲାଣି କିଡନୀ ରୋଗରେ ମୁଁ ଅଚିକିତ୍ସିତ ହେଇକି ମାସକୁ 8 ଥର ଡାଇଲିସ୍ ହେଇପାରୁନି, ପଇସା ନାହିଁ ବୋଲି। ଘରେ ବାପା ନାହାନ୍ତି, ଭାଇ ନାହାନ୍ତି, ସବୁ ଚାଲି ଯାଇଛନ୍ତି। ଗଜପତି ଭାଇ ନିଜେ ଯାଇଥିଲୁ ମୋର 2ଟା କିଡନୀ ଖରାପ, ଆଖି ମଧ୍ୟ ଦେଖାଯାଉନି। ମୁଁ ଘରେ ଆଉ କେହି ନାହାନ୍ତି। ଆପଣଙ୍କ ସାନ ହେବି କି ବଡ଼ ହେବି ଜାଣିନି, ଆଉ ମୋତେ ଆପଣ ବହୁତ ଜାଗାରେ ସାହାଯ୍ୟ କରିଛନ୍ତି ମୁଁ ଶୁଣିଛି। ଏମିତି ଆହୁରି ମୋତେ ଯଦି କିଛି ସାହାଯ୍ୟ କରନ୍ତି ମୁଁ କିଛି ଦିନ ଭଲରେ ବଞ୍ଚିପାରିବି। ଖବର ମିଳୁଛି ଆମେ ଯାଇ ଯାହା ତମ ଲାଇଫ୍ ଷ୍ଟୋରି ହିଷ୍ଟ୍ରି ବହୁତ ସୁନ୍ଦର କାମ ଗୋଟେ କରୁଛୁ। ମୋ ପାଖରେ এই ଭିଡ଼ିଓ ପହଞ୍ଚାଏ, ବହୁତ ବହୁତ ଧନ୍ୟବାଦ ଚିତ୍ତରଞ୍ଜନ। ଆଉ ମୋ ତରଫରୁ ତୁମକୁ କିଛି ମୁଁ ଆଜି ଦେଉଛି ଅଳ୍ପ ଅର୍ଥରାଶି। ମୋର ଏଇ ଅର୍ଥରାଶି କିଛି ଏଇଭଳିଆ ପେସେଣ୍ଟ ଯେଉଁଠି ବି ଦେଖିବ ତାଙ୍କୁ କିଛି ସାହାଯ୍ୟ, ରାସନ ହଉ, ମେଡ଼ିସିନ ପତ୍ର ହଉ, ଯାହା ବି ହଉ, କିଛି ମୋ ତରଫରୁ ଯେତିକି ଯାହା ହେଇପାରିଲା ମୁଁ ସାହାଯ୍ୟ କରୁଛି। ଥ୍ୟାଙ୍କ ୟୁ। ମୋ ତରଫରୁ ଯାହା ହେଇପାରିଲା ମୋ ତରଫରୁ ମୁଁ ସାହାଯ୍ୟ କରିପାରିଲି। ଏବେ ବାକି ରହିଲା ଆପଣମାନଙ୍କ ତରଫରୁ। ଏଇଠି ଯେଉଁ ସ୍କାନରଟି ଦେଇଛି, ବାରକୋଡ଼୍ଟି ମୁଁ ଦେଇଛି, ଏଇଟା ଲାଇଫ୍ ଷ୍ଟୋରି ହିଷ୍ଟୋରିର ଇଏଟା। ଯଦି ଆପଣ ପାରିବେ, ଆପଣଙ୍କର 10 ଟଙ୍କା ହେଉ, 20 ଟଙ୍କା ହେଉ, 5ଟି ଟଙ୍କା ହେଉ, ଆପଣ କିଛି ଦେଇକି ଏହିପରି ଲୋକମାନଙ୍କୁ କିଛି ସାହାଯ୍ୟ ସହଯୋଗ କରନ୍ତୁ। ଆମ ଓଡ଼ିଶାରେ ଆଉ କ'ଣ ଆମକୁ ଆଉ ଦରକାର? ଏତିକି ଆମର ଭାଇଚାରା ଥିବା ଦରକାର। ମଣିଷ ହିସାବରେ ମଣିଷ ପଣିଆ ଟିକେ ଦେଖେଇବା ଜରୁରୀ ବୋଲି ଭାବୁଛି। ଭଗବାନ ଆମକୁ ସେତିକି ସାମର୍ଥ୍ୟ ବନେଇଛନ୍ତି, ସେଇଥିପାଇଁ ଆମେ ଆଜି କିଛି କରିପାରୁଛୁ। ଠିକ୍ ଅଛି, ଆଉ ଏମିତିଆ ହିଁ କାମ ସବୁବେଳେ କର, ବହୁତ ଆଗକୁ ବଢ଼। ସବୁବେଳେ ଅସହାୟ ଦୁଃଖୀମାନଙ୍କ ପାଖରେ ଯାଇକି ପାଖରେ ପହଞ୍ଚି ଠିଆ ହୁଅ, ଏତିକି ଦରକାର। ଜୟ ଜଗନ୍ନାଥ।